ସଚ୍ଚିଦାନନ୍ଦ ଗୁରୁକୁଳରେ ପ୍ରତ୍ୟେକ ବର୍ଷ ସଂସ୍କାରିତ କେମିତି ପିଲାମାନେ ହେବେ ପ୍ରତ୍ୟେକ ବର୍ଷ ସେମାନେ ଚେଷ୍ଟିତ ଥାନ୍ତି ବର୍ଷ ସାରା। ତ ଆଜି ଗୋଟେ ଏଭଳି ଏକ ଆନନ୍ଦର ଦିନ ଯେ ତାଙ୍କୁ ଆଉ ଗୋଟେ ପାଦ ଆଗକୁ ନେଇକି ତାଙ୍କୁ କୁଣ୍ଡ ଯଜ୍ଞରେ ତାର ବିଶେଷତ୍ୱ କାହିଁକି ଆମେ ସଂସ୍କାରିତ ହବା ସେ ବିଷୟରେ ତାଙ୍କ ପିଲାମାନଙ୍କୁ ଜଣାଯାଉଛି। ଏହା ଜଣାଯାଇବାର ଏହା ତାତ୍ପର୍ଯ୍ୟ ଏଇ ଜିନିଷଟା ଯେ ପିଲାମାନେ ସେମାନେ କୋଉଟା ଭଲ କୋଉଟା ଠିକ ସେ ଜାଣିପାରିବେ। ସଂସ୍କାର ହେଲେ ହିଁ ଜାଣିପାରିବେ। ସଂସ୍କାରିତ ହେଲେ ସେଇ ଯୋଉ ଭାବନାଟା ତାଙ୍କ ଭିତରେ ମାନେ ଆନ୍ଦୋଳିତ କରିବ ଯେ ଏଇଟା କରିବାନି ଏଇଟା କରିବା। ସେଥିପାଇଁ ମାନେ ଗୀତାରେ ବି ମଧ୍ୟ କୁହାଯାଇଛି ନୋହି ଜ୍ଞାନେନ ସଦୃଶଂ ପବିତ୍ରମିହ ବିଦ୍ୟତେ ତତ୍ ସ୍ୱୟଂ ୟଗ ସଂସିଦ୍ଧଃ କାଲେନ ଆତ୍ମାନି ବିନ୍ଦତେ। ତ ଯଦି ଆମେ ସଂସ୍କାର ନ ହବା ତାହେଲେ ଆମର ଯୋଉ ଯୋଉ କୋଉଟା ଭଲ କୋଉଟା ଖରାପ ଯୋଉ ଜ୍ଞାନ ସେ ଜ୍ଞାନ ଆସିବ ନାହିଁ। ସେଥିପାଇଁ ଏଇଟା ପ୍ରତ୍ୟେକ ପିଲାମାନଙ୍କ ପାଇଁ ଏହି ସଂସ୍କାର ଅତ୍ୟନ୍ତ ଆବଶ୍ୟକତା ରହିଅଛି। କାଳୁ ଏଇ ଯୋଉ ପରିବେଶ ତାଙ୍କର ଦେଖିଲା ବେଳେ ଏମିତି ମନେ ହଉଛି ଯେମିତି ଆମେ ଗୋଟେ 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 ବଣ ଭିତରେ ଆମେ ଗୋଟେ ଯଜ୍ଞର ଯୋଉ ମାନେ ଗୋଟେ ଯୋଉ ଯୋଉ କଣ ଯୋଉ ଯୋଉ ଭାଇବ୍ରେସନ ଯୋଉଟା କୁହନ୍ତି ଯେମିତି ମାନେ ଅନ୍ତରର ଗୋଟେ 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 ମାନେ ଆନନ୍ଦ ଯେମିତି ଅନ୍ତର ଗୋଟେ ଆନନ୍ଦ ମାନେ ଆସି ହେଉଛି ଅତି ମାନେ ଚମତ୍କାର। ଆମର ଏମିତି ବି ଅଛି ଯେ ଆମେ ଯୋଉ ଜାଗାରେ ଯଜ୍ଞ କରୁ ତା ଶତ ଶତ କିଲୋମିଟର ପର୍ଯ୍ୟନ୍ତ ମାଇଲ ପର୍ଯ୍ୟନ୍ତ ସେ ସଂସ୍କାର ବାୟୁମଣ୍ଡଳଠୁ ଆରମ୍ଭ କରି ପ୍ରତ୍ୟେକ ଲୋକ ଯାହା କାନରେ ପଡେ ସେ ସଂସ୍କାରିତ ସମସ୍ତେ ହେଲେ ତେଣୁ ବହୁତ ଆନନ୍ଦଦାୟକ ଲାଗୁଛି। ପ୍ରତ୍ୟେକ ଲୋକ ଅତି ଉତ୍ସାହିତ ଆଉ ଉତ୍ଫୁଲ୍ଲିତ ଅଛନ୍ତି ମଧ୍ୟ।